ଭୟଟି ନ ଲାଗିଲେ ବୁଦ୍ଧି ଜମା ମୁଣ୍ଡରେ ପଶିବନି। ଏମିତି କିଛି ହେଇଛି, କାଲି ଘର ଆଗରେ ଗୋଟେ ବଡ଼ ସାପଟେ ଦେଖାଦେଇଛି। ରାତିରେ ସମସ୍ତେ କଥା ହେଲୁ, ଆଜି ସକାଳୁ କାମରେ ଲାଗିଗଲୁ। ଏମିତି ନାହିଁ, ସବୁ ଅନାବନା ଗଛ ଥିଲା। ତା ଭିତରେ ମମି କିଛିଟା ଫୁଲ ଗଛ ବି ଲଗେଇଥିଲା। ବର୍ଷା ପାଇଁ ଗଛ ଗୁଡ଼ାକର ଗ୍ରୋଥ ଏବେ ହାଇ ସ୍ପିଡରେ ହେଉଛି। ଇଲୋ ମାଲୋ, ତା ଭିତରେ 8-10ଟା ବିଛୁଆତି ଗଛ ବି ହେଇଛି। ଭୁଲ ବସନ୍ତ ବାପା ଅଶୋକ ଗଛଟିକୁ ଉପାଡ଼ି ଦେଲେ। ମୋତେ ଅନେଇ ଟିକେ ମୁରୁକି ମୁରୁକି ହସିଲେ। ଜାଣିଛନ୍ତି, ଗଛ ପ୍ରତି ୱିକନେସ୍ ମୋର ଆଗରୁ ଅଛି। ଉପରେ ମାଷ୍ଟର ଡିଗ୍ରୀ ମୁଁ ଉଦ୍ଭିଦ ବିଜ୍ଞାନରେ କରିଛି। ଗଛର ଦାୟିତ୍ୱ ଏବେଠାରୁ ମୁଁ ନେଲି। ତାକୁ ବଞ୍ଚେଇକି ଦେଖେଇବି ବାପାଙ୍କୁ କହିଦେଲି। କାଲି ଗୁରୁବାର ଥିବାରୁ ଆଜି ଠାକୁରଙ୍କୁ ଉଠାହେଲା। ଗୋଟେ ବଡ଼ ଜରିରେ ପୂରେଇ ନଈରେ ଫିଙ୍ଗା ହବ ବୋଲି ରଖାହେଲା। ଶୋଇକି ଉଠିକି କାମ ସବୁ ସରିଲା। ରେଡ୍ ଟି ମାନେ ନାଲି ଚାହା ଟିକେ ପିଆ ହେଲା। ଖୁଡ଼ି ଦେଇଥିବା କାକରା ସେକାକୁ ଖାଇଲୁ। ଘରେ ହେଇଥିବା ରୁଟିକୁ କାଲି ପାଇଁ ରଖିଦେଲୁ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କମେଣ୍ଟ ଆପଣଙ୍କ ଇଚ୍ଛା